ମୁଁ 4 ବର୍ଷ ଜବ୍ କରିଛି କରିଛନ୍ତି ଆପଣ ଜବ୍ ଜମ୍ମୁ। ଇଗ୍ନୋରୁ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ 16ରେ ସାରିଲେ ତାହେଲେ 13ରୁ 17 ଆପଣ ଅଡ଼ିଓଲୋଜିଷ୍ଟ ହିସାବରେ କାମ କଲେ ନାଇଁ କି କେଉଁଠି କଲେ ପ୍ରାଇମ୍ ସ୍ପିଚ୍ ଆଣ୍ଡ ହିୟରିଂ କ୍ଲିନିକ୍ ଜାମ୍ମୁରେ କାମ କଲେ ନାଇଁ ଓଡ଼ିଶା ଭିତରେ କାହିଁ କଲେନି ସାର୍ ମୋର ଟ୍ରେନିଂ ଥିଲା ସାର୍ ଜମ୍ମୁରେ ତ ସେଇଠି ମୋତେ ଜବ୍ ଅଫର୍ ମିଳିଥିଲା ତ ରହିଗଲେ ଆଉ କ'ଣ? ମୁଁ ଭାବିଲି କି ମାନେ ଓଡ଼ିଶାରୁ ସେଇଟା ଗୋଟେ ନୂଆ ଗୋଟେ ମାନେ ଏକ୍ସପୋଜର୍ ହେବ ତ ସେଇଠି ମୁଁ ରହିଗଲି। ହଁ ଠିକ୍ ଅଛି ଏଇ 17 ପରେ ଏବେଟା 25 ମସିହା ସାର୍ ଏଇ ପିରିୟଡ଼ଟା କ'ଣ କରୁଥିଲେ ସାର୍ ଏବେ ସାର୍ ମୁଁ ମୋର ପ୍ରାଇଭେଟ୍ ପ୍ରାକ୍ଟିସ୍ କରୁଛି। କେଉଁଠି କରୁଥିଲେ ସାର୍ ମୋର ଗୋଟେ ସାଙ୍ଗର କ୍ଲିନିକ୍ ଅଛି ଶହୀଦ ନଗରରେ। ସତ୍ୟନଗର ଶହୀଦ ନଗର ଶହୀଦନଗର ଅଡ଼ିୟମ୍ କ୍ଲିନିକ୍ ନା ଅଡ଼ିୟମ୍ କ୍ଲିନିକ୍ ଅଡ଼ିୟମ୍ କ୍ଲିନିକ୍ ଅଡ଼ିୟମ୍ କ୍ଲିନିକ୍ ଅଡ଼ିୟମ୍ ସ୍ପିଚ୍ ଆଣ୍ଡ ହିୟରିଂ କ୍ଲିନିକ୍। ସ୍ପିଚ୍ ଆଣ୍ଡ ହିୟରିଂ କ୍ଲିନିକ୍ ଆପଣ ୱେବ୍ ସିରିଜ୍ ସବୁ ଦେଖନ୍ତି ନାହିଁ ସାର୍ କ'ଣ କ'ଣ ୱେବ୍ ସିରିଜ୍ ଦେଖନ୍ତି ସାର୍ ଲାଟେଷ୍ଟ ସାର୍ ଯେଉଁ ଦେଖିଥିଲି ସେଇଟା ସାର୍ ପଞ୍ଚାୟତ ସିରିଜ୍। ସ୍ପିଚ୍ ଥେରାପି ଗ୍ରୁପ୍ରେ ଅନଲାଇନିଂରେ କାମ କରୁଛନ୍ତି ବି ଏବେ ସାର୍ ସପ୍ତାହରେ ଥରେ ସାର୍। ଆଉ ଯଦି ସ୍ପିଡ୍ ବ୍ରେକର୍ କ'ଣ ସାର୍ ସ୍ପିଡ୍ ବ୍ରେକର୍ ସାର୍ ମାନେ ଏଇଟା ସାର୍ ଯେଉଁ ଇଏ ସ୍ପିଚ୍ ଗ୍ରୁପ୍ଟା ସାର୍ ଏଇଟା ଗୋଟେ ଷ୍ଟାମରନ୍ ମାନଙ୍କର ଗୋଟେ ଗ୍ରୁପ୍ ଗୋଟେ ତ ଯେଉଁମାନେ କଥା କହିଲା ବେଳେ ଅଟକି ଯାଆନ୍ତି ତ ସେଇ ମାନେ ସ୍ପିଚ୍ ଥେରାପିରେ ଆମେ ତାଙ୍କୁ ଶିଖାଉ କି ମାନେ କଥା କହିଲା ବେଳେ କେମିତି ପ୍ରତି ୱାର୍ଡ଼ରେ ମାନେ ଷ୍ଟ୍ରେସ୍ ଦେଇକି କହିଲେ ତୁମର ମାନେ ଆମର ଫ୍ଲୁଏନ୍ସଟା ଆଜ୍ଞା। ଆପଣଙ୍କ ରିସର୍ଚ୍ଚ ଆର୍ଟିକଲଟା କେଉଁଠି ବାହାରିଥିଲା ଯେଉଁ ଇଲେକ୍ଟ୍ରୋଫିଜିଓଲୋଜିକାଲ ଫାଇଣ୍ଡିଙ୍ଗସ୍ ସେଇଟା ଇଣ୍ଟରନ୍ୟାସନାଲ୍ ଜର୍ନାଲ୍ ଅଫ୍ ଅଟୋ ଲାରିଙ୍ଗୋଲୋଜି ବାହାରିଥିଲା ସାର୍। ପ୍ୟାଥୋଜେନେସିସ୍ ଅଫ୍ ଭେଷ୍ଟିବୁଲାର କୋଏଲାର ନର୍ଭ ଡିଜିଜ୍ ଯେଉଁଟାକି କାଲା ହେଇଯାନ୍ତି ଟିକେ ଲୋକ ଶୁଣିପାରନ୍ତିନି ଭିତରେ ପ୍ରୋବ୍ଲେମ୍ ଏଇଟ୍ କ୍ରାନିଆଲ୍ ନର୍ଭଟା ଭେଷ୍ଟିବୁଲାର କକ୍ଲିୟର ନର୍ଭ। ହଁ ସେଇଟାକୁ କେମିତି ଜଣେ ହେଲ୍ଦି ରଖିବ ଜଣେ ଚାହିଁଲେ ଆମେ ବୁଢ଼ା ହେଲୁଣି ଆମର ହିୟରିଂ କାପାସିଟି ଧୀରେ ଧୀରେ କମିଯିବ ସାର୍ ସେଇଟା ସାର୍ ଯେଉଁଟା ମାନେ ଆପଣଙ୍କର ବିଥ୍ ଏଜ୍ ହେବ ତାର ତାକୁ ସାର୍ ତୁମେ ରୋକି ହେବନି କିନ୍ତୁ ସାର୍ ଆମେ ତାକୁ ଚାହିଁଲେ ମାନେ ଡିଲେ କରିପାରିବା ୱିଥ୍ ଦ ଆସିଷ୍ଟାଣ୍ଟ ଅଫ୍ ହିୟରିଂ ଏଡ୍ସ। ହିୟରିଂ ଏଡ୍ ନ ନେଇକି ମୁଁ ଚାହିଁବି ଯେ ଏଇଟା ଆଉ କିଛି ଦିନ କଣ୍ଟିନ୍ୟୁ କରୁ କେମିତି କରିବ ସାର୍ ତାହେଲେ ଆପଣଙ୍କୁ କିଛି ପ୍ରିକସନ୍ ନେବାକୁ ପଡ଼ିବ ସାର୍ ଯେମିତି ଲାଇଫଷ୍ଟାଇଲ୍ ଆପଣଙ୍କର ରହିଲା ଡିଜିଜ୍ ରହିଲା ଯେମିତି ବିପି ଡାଇବେଟିସ୍କୁ ଆପଣ ରଖିବାକୁ ପଡ଼ିବ କଣ୍ଟ୍ରୋଲରେ ଆଉ ନଏଜ୍ ଏରିଆ ଟିକେ ଆପଣଙ୍କୁ ଦୂର ନଏଜ୍ ଭଲ୍ୟୁମ୍ ବେଶୀ ହାଇ ଭଲ୍ୟୁମ୍ ଶୁଣିବେ ନାହିଁ ଲୋ ଭଲ୍ୟୁମ୍ ଶୁଣିବେ କ'ଣ ସପ୍ଲିମେଣ୍ଟ ଦରକାର ଭିଟାମିନ୍ ସପ୍ଲିମେଣ୍ଟ ସ୍ପେସିଫିକାଲି କୁହନ୍ତୁ ଏଇ ଭିଟାମିନ୍ଟା ହେଲେ ଏଇଟା ବେଶୀ ଦିନ ଯାଏଁ ଲିଙ୍ଗର କରିବ ମାନେ କଣ୍ଡିସନଟା ବହୁତ ଦିନ ଯାଏଁ ଭଲ ରହିବ ସାର୍ ସେମିତି ସାର୍ କିନ୍ତୁ କିଛି ଭିଟାମିନ୍ ନାହିଁ କିନ୍ତୁ ସାର୍ ଆପଣ ଯଦି ମାନେ ଖାଆନ୍ତି ଆଣ୍ଟି ଅକ୍ସିଡେଣ୍ଟ ଖାଆନ୍ତି ସେଇଟା ତ ସବୁ ଜିନିଷ ତ ଆଣ୍ଟି ଅକ୍ସିଡେଣ୍ଟଟା ଆପଣଙ୍କର ମାନେ ଅର୍ଗାନକୁ ଟିକେ ହେଲ୍ଦି ରଖିବ। ହ୍ୱାଟ୍ ଇଜ୍ ରୋଲ୍ ଅଫ୍ ଭିଟାମିନ୍ ଇ ଇନ୍ ସପ୍ଲିମେଣ୍ଟିଂ ଦିସ୍ ଡିଜିଜ୍ ସାର୍ ଭିଟାମିନ୍ ଇ ତ ସେମିତି ସାର୍ କିଛି ମାନେ ନାହିଁ ସ୍ପେସିଫିକ୍ କିନ୍ତୁ ସେଇଟା ଏଇଟା ସାର୍ ସ୍କିନ୍ର ସାର୍ ଆମର ଯେଉଁ ଡଲ୍ନେସ୍ ଆସେ ଆଉ ନର୍ଭ ସାର୍ ଯେଉଁ ମାନେ ଲାଟେନ୍ସି ଅଛି ସାର୍ କି ମାନେ କେତେ ଟାଇମ୍ ପରେ ସେ ସାଉଣ୍ଡଟାକୁ ରେସ୍ପଣ୍ଡ କରିବ ତାର ସେ ତାକୁ ସାର୍ ଟିକେ ମାନେ ଇଣ୍ଟାକ୍ଟ ରଖିବାରେ ହେଲ୍ପ କରେ ଭିଟାମିନ୍ ଇ ଆଣ୍ଡ ଭିଟାମିନ୍ ସି। ୟେସ୍ ଆପଣ କାହିଁକି ଓପିଏସ୍ ପ୍ରଥମେ ରଖିଲେ ତାପରେ ଓଏସ୍ ରଖିଲେ ଯେଉଁ ପ୍ରିଫରେନ୍ସ ଦେଇଛନ୍ତି ସାର୍ ମୁଁ ସାର୍ ପର୍ସନାଲି କନସିଡର କରେ କି ସାର୍ ଲ ଆଣ୍ଡ ଅର୍ଡ଼ରଟା ଗୋଟେ ସାର୍ ପ୍ରସ୍ପର ସୋସାଇଟି ପାଇଁ ଗୋଟେ ଫାଉଣ୍ଡେସନ୍ ହିସାବରେ ଇଏ କରେ କାମ କରେ କମର୍ସ ଯଦି ଯଦି ଲ ଆଣ୍ଡ ଅର୍ଡ଼ର ଯଦି ଭଲ ରହିବ ତାହେଲେ ସାର୍ ଏଇଠି ବିଜନେସ୍ ହଉ କି ଯାହା ବି ଆରାମସେ ମାନେ ଲ ଆଣ୍ଡ ଅର୍ଡ଼ର ଆପଣ ମେଣ୍ଟେନ୍ କରନ୍ତି ନା ଲୋକ ଜେନେରାଲ ନିଜେ ସେମାନେ ତାଙ୍କ ନିଜ ବୁଝାବଣା ଅନୁସାରେ ଲ ଆଣ୍ଡ ଅର୍ଡ଼ରଟାକୁ ମାନନ୍ତି ହଁ ତ ସାର୍ ସେଇଟା ସାର୍ ଲୋକଙ୍କର ସାର୍ ମାନେ ବିନା ସପୋର୍ଟରେ ହେବନି ସେଥିପାଇଁ ପୋଲିସ ଆଉ ପବ୍ଲିକର ମାନେ ଇଣ୍ଟରରିଲେସନଟାକୁ ମାନେ ଲ ଆଣ୍ଡ ଅର୍ଡ଼ର ସିଚୁଏସନ୍ ରାଇଜ୍ କରିଥିବ ସେତେବେଳେ ପୋଲିସ ଆଉ ଜେନେରାଲ ଲୋକଙ୍କ ଦରକାର ନହେଲେ ତ ପୋଲିସ ଥାନାକୁ କ'ଣ ସବୁ ଲୋକ ଯାଆନ୍ତି ଯେ ଅସୁବିଧାରେ ପଡ଼ିକି ଯାଆନ୍ତି ତାଙ୍କୁ ଆଉ ଟିକେ ଅସୁବିଧାରେ ସେମାନେ ପକାନ୍ତି ତାପରେ ଯାଇକି ଲ ଆଣ୍ଡ ଅର୍ଡ଼ର ସିଚୁଏସନ୍ ହୁଏ ନହେଲେ ହୁଏନି। ଜଣେ କନେଷ୍ଟବଳକୁ ଏକ୍ଜାମ୍ପଲ୍ ଜଣେ କନେଷ୍ଟବଳକୁ ପଚାରିଲି ମୁଁ ତ ପରିବା କିଣିବାକୁ ଆସିଛୁ କାହିଁକି ୟୁନିଫର୍ମ ପିନ୍ଧିକି ଆସିଛୁ ନା ସାର୍ ଫ୍ରିରେ ମିଳିବ। ଏଇଟା ମୋର କହିବାର ଉଦ୍ଦେଶ୍ୟ ଯେ କନେଷ୍ଟବଳ ଠାରୁ କମିଶନର ପର୍ଯ୍ୟନ୍ତ ସମସ୍ତେ କରପ୍ଟ ହାଉ ଡୁ ୟୁ ଫିଟ୍ ଇନ୍ ୟୁର ସେଲ୍ଫ ଇନ୍ ଦ ସିଷ୍ଟମ୍ ସାର୍ ମୁଁ ସାର୍ ସମସ୍ତ ତ ସାର୍ କରପ୍ଟ ନୁହନ୍ତି ମାନେ ବହୁତ କମ୍ ଅନେଷ୍ଟ ଲୋକ ମେଜରିଟି ହେଉଛନ୍ତି ଡିଜଅନେଷ୍ଟ।
सर सर मु सर गोटे जिनस करी सर माने पब्लिक सहित माने से माने जहाँ भी माने इश्यू नहीं कि मो पाखु आसीबे मोर सर पावर आपण पाव केही आसीबेनी कारण शुणवे कारण आपण जते क्रैक करंती यूपीएस रे आपण एसडीपी होय कि पोस्टिंग हेबे यू आर नॉट द पर्सन टू होल्ड ए थाना लोक जीवे पुलिस स्टेशन में हैंडल करते आपण पाखु जाए आपण होचन सुपरवाइजरी अथॉरिटी इन्स्पेक्शन करे अरे एटा कहीं एफआईआर कहीं रजिस्टर करना एत दिन है अरे अमुकटा कहीं एत दिन इन्वेस्टिगेशन है आपण सेटा को रिव्यू करते किंतु गोटे लोक टोटाल मु 14 तारीख देली एफआईआर गोटे पुलिस स्टेशन एपन रेकर्ड है मु कॉपी तांको मागिनी एवं तार गोटे कॉपी मु डीजीपी को पठे देछि जे आपण एटा वेरीफाई कर देखंतु केते दिन रे रजिस्टर होउछि डीजीपी ऑफिस रे मते रिप्लाई आसला थैंक यू फॉर योर इंटरेस्ट इन द इवेंट वी शैल लुक इनटू इट बट मेंटेन साइलेंस लेट अस सी हाउ दे रजिस्टर इट वेदर दे रजिस्टर इट और नॉट मते तांकर टेलीफोन आसला कि आपण तांको बोल बिल्कुल परसू करंतु से केते दिन करतु हम देखियो 14 तारीख रे देछि आज के तारीख मास एंड हे गला ए पर्यंत रजिस्टर है नहीं सर ईएफआईआर प्रोविजन भी अच्छे जो थे कि अधिका माने ट्रांसपेरेंसी देखै परियो कि माने हम जो ऑनलाइन सिस्टम रे ट्रांसपेरेंसी आपण ऑनलाइन ने फीड कर देबे प्राण विकल से करिवे किंतु यूजुअली छोड़ा सर आपण नेगेटिव अगेंस्ट करिवे काटा किछ माल पानी देलानी गोटे पठेदला ऑनलाइन रे इटा हव रिजल्ट मोर गोटे जोटा रियलिटी फील्ड रे घटुची से कहूची आपण को मन रे जो यूटोपियन फीलिंग्स अछि पुलिस भी गोटे यूनिफॉर्म मते मिलिबो से सब ठीक है किंतु जदि आप ऑनेस्ट रहिबे से ड्रेस जो महिला हम मसरे दिथर सफा करि परिबे नै दरमा जति की सफा करि परिबे नै गोटे घर भड़ा नेबे संग संग क्वार्टर मिलबन घर भड़ा नेबे परिवार चलेबे खर्च अछि गाड़ी मोटर धरि दौड़बे ए व्यवस्था सरकार कोटा सिस्टम कर देन तेल उडा मिलु जो सुविधा रे अब पेट्रोल भी मिलु नथला प्राण विकल गोडा धरि माउतले हला सर न सो यू गॉट ए स्पेशलाइज्ड क्वालिफिकेशन in audiology and speech pathology, sir. One subject. Then you shifted to public administration. Sir. You have done your post graduation in public administration. Sir. You have also the experience in your same field. Sir. Then why a change? You could have done better in the same profession. Then why you kept public administration in your post graduation with a view to keeping public administration in OPSC? Sir. Sir, I think audiology and speech language pathology gives the opportunity to work in a single field. In a specific field. So, but sir, the civil service provides an ample opportunity to work in a different capacity with different responsibility, and where we got the opportunity to work with the people in the grassroots level. So sir, this sort of opportunity I don't consider So I will get thought in the before, prior to your specialized education, that I will go for civil services. Then you have got your specialized qualification, you have got your 4 years experience in the same field. Sir. Then you decided to go for civil service. Yes sir, so because during my tenure in J&K, I got the opportunity to meet with the Lieutenant Governor of J&K and Lieutenant Governor, who was he? sir, at that time he was NN Bora sir. Bora. NN Bora sir. And after the interaction with him, he expressed the opportunity that a civil service provide a person to do for the society. आर्मी आर्मी ऊपर कमेंट उदा करथले सब प्रेशर मारला Sir, in my capacity, sir, I will try to deliver the responsibility, and I will try to implement the ग्राउंड रियलिटी बुझो दरकार programs of the government, so that the a person standing in the last row society also get the benefits. ऑडियो कौन Sir, audiology and speech language pathology. स्पीच पैथोलॉजी आप तो गुडे पचास सार 50 just I like to add one. It doesn't
ମାନେ ଇଏରୁ ଯାଉନି ତଥାପି ଗୋଟେ ଜଷ୍ଟ ପଚାରିବି ଦେନ୍ ଆଇ ୱିଲ୍ ଗୋ ଫର୍ ଜେନେରାଲ। ସପୋଜ ଆଇ ହାଭ୍ ଏ ହିୟରିଂ ଏଡ୍ ଇଫ୍ ଆଇ ଡୁ ନଟ୍ ୟୁଜ୍ ଇଟ୍ will those machines will go wrong? But it will not be used, might it will not function well? Sir, basically, sir, it is an electronic, sir, ad, sir. If you don't use, after some time, it will get defunct, and you will also get a higher higher severity of hearing loss. So we generally recommend that you should use the hearing aid regularly, so that you could conserve the hearing loss at the Okay. same At the level. same time, the Yes. machine is also utilized. Sir. Okay. Achha, what do you, nowadays, Prime Minister Modi is moving from country to country. Sir. First, he went to which country? 2-3 days back. Japan, sir. From there, where he will So go? then he went to Tianjin, China, to attend the SCO meeting. Which meeting? SCO meetings. What is that issue? Sir, SCO, Shanghai Cooperation Organization Achha. meeting. What is the basic aim of Shanghai Cooperation Organization? Sir, to restore the peace and tranquility in the Eurasian and South Asia. In which place? South Asia and Eurasia and South Asia. USA. Europe and Asia, sir, the area. Okay. Eurasia. Eurasia Eurasia. and South Asia. South. Today, is he having a meeting with the Chinese leader? China. Xi Jinping. Sir. Hmm. Yes. What is the basic purpose of that meeting? Sir, by considering the present scenario, the USA has imposed a high tariff on India. So India leveraging its relation with China to have a favorable deal with the China, especially in trade and in people-to-people contact, so that we could have some trade with China. Any other issues? Yes, sir. We have already border issues with China, Okay, thank you. and yes. Some of हम अप करुचे देखते आपंकर बॉडी लैंग्वेज ठीक अच्छे गोटे इंटरव्यूर इंपोर्टाट होची बॉडी लैंग्वेज एमती संकुचित होगी मुह फुक बसवाटा गोटे नेगेटिव आप स्ट्रेट फरवर्ड अच्छा ठीक अच्छे बॉडी लैंग्वेज ठीक अच्छे आई कंटाक्ट ठीक अच्छे आप आंसर देवाक चेष्टा कर बट आट टाइम्स यू फील डेफिशिएंट टू आंसर आप भी निजे स्टामरिंग कर बेले बेले इज देयर एनी प्रॉब्लम विथ योर वॉइस स्टामरिंग अच्छी बट दैट इज नॉट ए प्रॉब्लम यू कैन ओवरकम इट आप जानते निजे जन फिजियोथेरापिस्ट आप मिरर आगे ठिया गोटे न्यूज पेपर पढ़े किंतु न्यूज पेपर को तल रखिए मिरर को चाहूे पढ़ुवे मिरर को आप फेस को देखुए प्रैक्टाइज इट टिल योर इंटरव्यू दैट विल हेल्प यू आप देखिए केते कम समय भितर ये गोटे इजी टेक्निक केते कम समय भितर जनक स्टामरिंगटा पूरा जीरो ऑलमोस्ट जीरो हो आपको तो किसी ना जड़े ऑब्जर्व न कले जानीपारनी आउ कथा कहला बेले आप जहाँ कहते ठीक भयस कहते टिके वेटेज देवे से कथा को गला बेले जिते बड़े इंटरव्यू जा पूर्व जी दिन के तारीख अच्छे इंटरव्यू सर 9 तारीख 9 तारीख ताला ऑलमोस्ट 1 वीक आपण पाखे अच्छी आपण टिके इंटरनेशनल न्यूज चैनल किसी देखिए पेपर पढ़े हेडलाइन गुड़ा निहाती पढ़े छोट मोट खबर बेले बेले कामेर लगी जाए टिके जहाँ सोशियो इकोनॉमिक चली ड्रामा आम एंटायर वर्ल्ड डिफरेंट पकेट्रे से गुड़ाक टे नजर रखिए से क्वेश्चन आसबार चांसेस बेसी अच्छी सब्जेक्ट उपर आपंकर क्वेश्चन प्राय से पचारे नहीं ऑडियोमेट्री उपर केते लोक धारणा अच्छे आप जो सब्जेक्ट ऑप्शनल नहीं हुए तो से पचारि पारती पब्लिक एडमिनिस्ट्रेशन उपर पचारि पारती बहुत पिला पब्लिक एडमिनिस्ट्रेशन नहीं जाते अब आपणकर कौन एक्सपर्टाइज अच्छी कौन अचिवमेंट अच्छी से गुड़ा विशेष से पचारे नहीं अल्प समय छाड़देवे इंटरनेशनल अफेयर्स टे आप टच रखिकी जातु टू सम एक्सटेंट आप जो जिलूर आसी से जिलार कौन इम्पोर्टान्स अच्छी ओडिशा विषय किसी क्वेश्चन पचारि पारती ओडिशा विषय आपण जिला विषय रिसेंट हिस्ट्री विषय किसी पचारि पारती हेल्ले आपण टे ओभरऑल ब्रशअप कर जी ड्रेस फेस ठीक अच्छे किसी असुविधा ना
ଆଉ ଟିକେ ନିଟ୍ ଆଣ୍ଡ କ୍ଲିନ୍ ହେଇକି ଯିବେ ଆଉ ଟିକେ କନଫିଡେନ୍ସ ଡିସପ୍ଲେ କରନ୍ତୁ ମୁହଁ ଟିକେ ହସ ହସ ରଖିବେ ମାନେ ଆମେ ଯେତେବେଳେ ଆସିଛେ ଆମେ ଫାଇଟିଂ ପାଇଁ ଆସିନାହିଁ ଆମେ ଆସିଛେ ଜଷ୍ଟ ଟୁ ଡିସ୍କସନ୍ ହେଲା କ'ଣ ସେମାନେ ଆପଣଙ୍କ ଭିତରେ କ'ଣ କ୍ୟାଲିବର ଅଛି ସେ ଜବ୍ କରିବା ପାଇଁ ସେମାନେ ଗେଜ୍ କରିବେ ଯେ ଏଇ ଲୋକର ଏଇ ଜବ୍ଟା ଫିଟ୍ ଇନ୍ ହେଉଛି ନା ନାହିଁ ଏଇଟା ସେମାନେ ଦେଖିବେ ଆପଣ ମନରେ ଆଡ଼ୁ ଭାବିକି ଯିବେ ଯେ ମୁଁ ଏଇ ଜବ୍କୁ ଦେଇଛି ସେମାନେ ଏଇ କ୍ୱେଶ୍ଚିନ୍ ପଚାରି ପାରନ୍ତି ଆପଣ ସେଥିପାଇଁ ପ୍ରିପେୟାର ହେଇକି ଯିବେ ଥ୍ୟାଙ୍କ ୟୁ ଭେରି ମଚ୍ Thank you. ୱିଶ୍ ୟୁ ଅଲ୍ ଦ ବେଷ୍ଟ Thank you, sir.